चल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। जय जगन्नाथ, जय शिशुअनंत, जय गुरु। आसंता काली संध्यारे आमर कार्यक्रम करिहेलानी। तार कारण होची टिके लोक जंजाल अधिक हैला। जो लोक माने आसीथिले भक्त माने से आउ माने फेरिबा को इच्छा कलेनी, बसी रहिले। तो बाध्य होइकिरी खाली कार्यक्रमटी करी आ भितरे जगत गुरु शंकराचार्य आदि शंकराचार्य तांकर जयंती मध्य पालन होइछि। तेबे आम भारत वर्ष रे धर्म को रक्षा करिबा पई जो महापुरुष माने जन्म नहीं थिले, से माने धर्म को रक्षा करिबा पई सब किछि त्याग करथिले। खूब कम बयस रे सारा भारत वर्ष को से बुली गले। बौद्ध मानक सहित से तर्क मध्य करथिले। वेदर पुनरुद्धार पई से अक्लांत परिश्रम करथिले। किंतु वर्तमान कौन देखा जाउछि, वेद स्थान रे अछि। जगत गुरु शंकराचार्यंकर ना से फोटोचित्र रही, किंतु तांकर सत्य निष्ठा और आदर्शर आज व्यतिक्रम घटी। शंकराचार्यंकर घटी नहीं, आम पाखरे तांको आदर्श व्यतिक्रम होइछि। आमे अत्याधुनिक रंग बेरंग को आपणे धर्मर प्रकृत रंग को आमे भूली जाइछु। ईश्वर केबे अनेक धर्म सृष्टि करी नाहंती। आमे कहूचु सनातन धर्म, ये होची पुरातन धर्म। এটা आम भाषार कथा। किंतु सनातन धर्म जे पुरातन ही पारे, किंतु से जे प्रथम धर्म ता मध्य आमे कहवा ठीक नुह। किंतु पुराना धर्म। किंतु सबु धर्मर लोक, सबु धर्मर धर्मावलंबी माने से गोटे कथा को कही चलती जे आमे आमर धर्म सबुठारु पुराना। एक कथा कहवा सत्वे भी यदि सबु धर्मावलंबी मानक लक्ष्य करा जाए, एमाने से सर्वशक्तिमान को निज निज ढंगरे डाकुचंती, प्रार्थना करुचंती, पोशाक पिंधुचंती, सब करुचंती। किंतु हणा कटा मरा मरी एवं वाद विवाद भितरे
ଧର୍ମକୁ ନେଇକି ଯାଉଛନ୍ତି। ଏଠି ଧର୍ମ କଳୁଷିତ ହେଉଛି। ଯେଉଁ କଥା କୁହାଯାଏ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଇଏ କଥାଟା ଆଗରୁ ବୁଝି ହେଉନଥିଲା, ମାନେ ବିଶେଷ ଭାବରେ ବୁଝି ହେଉନଥିଲା। ଧର୍ମର ପୁଣି ଗ୍ଲାନି କେମିତି ହେଲା, କିନ୍ତୁ ଏବେ ସୁସ୍ପଷ୍ଟ ଭାବରେ ବୁଝି ହେଉଛି ଯେ ପ୍ରକୃତରେ ଧର୍ମର ଗ୍ଲାନି ହୁଏ। ତାହା ନ ହୋଇଥିଲେ ମଣିଷମାନେ ଏତେ ଧର୍ମ ସୃଷ୍ଟି କରି ନଥାନ୍ତେ। ଈଶ୍ୱର ଗୋଟିଏ ଧର୍ମ ସୃଷ୍ଟି କରିଥିଲେ, ତାହା ହେଉଛି ପ୍ରକୃତି ଧର୍ମ। ସେ ପ୍ରକୃତିକୁ ସୃଷ୍ଟି କରି ସଂସାରକୁ ପରିଚାଳନା କରୁଥିଲେ। ଗ୍ରୀଷ୍ମ ବର୍ଷା, ଶରତ ହେମନ୍ତ, ଶୀତ ବସନ୍ତ, এই ଋତୁଚକ୍ର ହେଉଛି ପ୍ରଥମ ଧର୍ମ। এই ଋତୁଚକ୍ର ଭିତରେ ସମଗ୍ର ପୃଥିବୀ ରହିଛି। କେଉଁଠି କେଉଁ ଋତୁ କମ୍ ଅଛି, କେଉଁ ଋତୁ ବେଶୀ ଅଛି, ସେଇଟା ଗୋଟେ ଅଲଗା କଥା। କିନ୍ତୁ ମଣିଷ ଯେଉଁ ଧର୍ମ ସୃଷ୍ଟି କଲା, ଋତୁଚକ୍ରକୁ ଡେଇଁକିରି ଧର୍ମ ସୃଷ୍ଟି କରିଛି। ସନାତନ ଧର୍ମ ଋତୁଚକ୍ରକୁ ନେଇକିରି ଧର୍ମ ପ୍ରତିଷ୍ଠା କଲା। ମନେ କରାଯାଉ ସୂର୍ଯ୍ୟଙ୍କର ପୂଜା, ଚନ୍ଦ୍ରଙ୍କର ପୂଜା, ବାୟୁ ସମୁଦ୍ରର ପୂଜା, ଜୀବମାନଙ୍କୁ ମାନେ ରକ୍ଷା କରିବାର ପୂଜା, ଧରିତ୍ରୀ ମା'କୁ ରକ୍ଷା କରିବାର ପୂଜା, ଏଗୁଡ଼ିକ ସନାତନ ଧର୍ମରେ ଦେଖାଯାଏ। ସେଥିପାଇଁ ଅନ୍ୟ ଧର୍ମାବଲମ୍ବୀମାନେ ସନାତନ ଧର୍ମାବଲମ୍ବୀମାନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି ଯେ ଏମାନେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରୁଛନ୍ତି। କିନ୍ତୁ ସନାତନୀମାନେ କୁହନ୍ତି ଆମେ ଯାହାଙ୍କୁ ପୂଜା କରୁଛୁ ସେ ପୂଜାଟା କେବଳ ଆପଣମାନଙ୍କ ପାଇଁ କରୁଛୁ। ଆପଣ ତାକୁ ପବନ ବୋଲି ଭାବୁଛନ୍ତି, ସମୁଦ୍ର ବୋଲି ଭାବୁଛନ୍ତି। ଆମେ ଭାବୁଛୁ ପବନ ହଉ, ସମୁଦ୍ର ହଉ, ଅଗ୍ନି ହଉ, ଇଏ ସବୁ ପ୍ରଭୁଙ୍କର ମହିମାରୁ ସୃଷ୍ଟି ବା ତାରି ଭିତରେ ଲୁଚି ରହିଛି ପ୍ରଭୁଙ୍କର ଶକ୍ତି। ତେଣୁ ସନାତନ ଧର୍ମ ଏହି କଥା ପାଇଁ ପ୍ରଶଂସିତ। କିନ୍ତୁ ତଥାପି ଏତେ ସୁନ୍ଦର କଥା ସନାତନୀମାନେ ପାଇକିରି ମଧ୍ୟ ବାୟୁର୍ଯମଗ୍ନି ବରୁଣ ଶଶାଙ୍କ ପ୍ରଜାପତିଷ୍ଟ୍ୱଂ ପ୍ରପିତାମହସ୍ସ ନମୋ ନମସ୍ତେଷ୍ଟୁ ସହସ୍ରକୃତ୍ୱା ପୁନଶ୍ଚ ଭୂୟୋପି ନମୋ ନମଃ। ଏତେ କଥା ପାଇବା ପରେ ବି ଧର୍ମକୁ ସେମାନେ ଭିନ୍ନ ଭିନ୍ନ କରିଦେଇଛନ୍ତି। ଆଉ କ'ଣ? ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ, ଦ୍ୱୈତାଦ୍ୱୈତବାଦ, ଏତେ ଗୁଡ଼ାକ ଯେତେବେଳେ ବାଦ ସୃଷ୍ଟି ହେଲା, ପୁଣି ବାଦରୁ ଆହୁରି ଅନେକ ବିବାଦ ବି ସୃଷ୍ଟି ହେଲା। ତାହେଲେ ବର୍ତ୍ତମାନ କେଉଁ ଗୋଟିକ ସନାତନ ଧର୍ମର ମୂଳ କଥା କେବଳ ବିଜ୍ଞ ଲୋକମାନେ କହି ଚାଲିଛନ୍ତି ବେଦ ହିଁ ମୂଳ ଶାସ୍ତ୍ର, ପରମାତ୍ମା ହିଁ ଈଶ୍ୱରଙ୍କର ମୂଳ ନାମ। କିନ୍ତୁ ସେତିକିରେ ଅନ୍ୟମାନେ ସନ୍ତୁଷ୍ଟ ନୁହନ୍ତି। ସନାତନ ଧର୍ମରେ ସବୁଠାରୁ ବେଶୀ ମତବାଦ ଦେଖାଗଲା। କିନ୍ତୁ ଗୋଟିଏ ତା'ର ଭଲ କଥା, ସେ ପ୍ରକୃତିକି ନେଇ ସେ ତା'ର ପର୍ବପର୍ବାଣୀ ବ୍ରତ ଉପାସନା କରେ, ଆଉ ଗୋଟା ଅନ୍ୟମାନେ କରନ୍ତିନି।
ତେବେ ଅନ୍ୟ ଯେଉଁ ଧର୍ମ ରହିଲେ ଆମେ ତାଙ୍କୁ ନିନ୍ଦା କରିବାର ଆମର ଅଧିକାର ବି ନାହିଁ। ଆମେ ତ ନିଜେ ନିନ୍ଦିତ ହେବାକୁ ଯାଉଛୁ। ଗୋଟେ ଗଛ ଦେଖିଲୁ, ଗଛରେ ସିନ୍ଦୁରଟିଏ ମାରିଦେଲୁ, ତାକୁ ମା ବୋଲି ଡାକି ଦଣ୍ଡବତ ହେଲୁ। ଗୋଟେ ଆଉ କ'ଣ ଦେଖିଲୁ, ଗୋଟେ ମୂର୍ତ୍ତି ବସେଇଦେଲୁ, ସେଠି ଗଞ୍ଜେଇ ଭୋଗ କଲୁ। ଏମିତିକି କୌଣସି ମନ୍ଦିରରେ ମଧ୍ୟ ମଦ୍ୟ ବି ଭୋଗ ହେଉଛି। ଇଏ କ'ଣ ସବୁ ଧର୍ମର ଧାରା? ଇଏ କ'ଣ ଧର୍ମର କଥା? ଇଏ ଧର୍ମକୁ କେନ୍ଦ୍ର କରି ଏହା ହେଉଛି ମାନେ ମନମୁଖୀ କଥା। ତେଣୁ ଯଦା ଦଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍। ତେଣୁ ଭଗବାନଙ୍କର ନିଶ୍ଚୟ ଦୟା ଆସିବ। ଏଇ ଯେଉଁ ପୃଥିବୀରେ ଯେଉଁ ହିଂସା, ବାଦ, ଧର୍ମାନ୍ତୀକରଣ, ଧର୍ମ ନିରପେକ୍ଷତା, ଧର୍ମାନ୍ତୀକରଣ, ଏଇ ଯେଉଁ ବର୍ତ୍ତମାନ ହାହୋଲା ଚାଲିଛି, ଇଏ କଥାକୁ କରେକ୍ସନ୍ କରିବା ପାଇଁ, ପୁଣି ସିଧା ଆମକୁ ବୁଝିବା ପାଇଁ କେହି ମହାପୁରୁଷ ନିଶ୍ଚୟ ଆବିର୍ଭାବ ହେବେ। ସେଇ ହିଁ ଆମ ପାଇଁ ହେବେ କଳିକି ଅବତାର। ତେଣୁ ସେ କଳିକିଙ୍କୁ ଆମେ କାୟ ବାକ୍ୟ ମନରେ ଆମେ ତାଙ୍କୁ ଆହ୍ୱାନ କରୁଛୁ, ସ୍ୱାଗତ କରୁଛୁ। ଯଦି ସିଏ ନ ଆସନ୍ତି ପୃଥିବୀ ଆଉ ବେଶୀ ଦିନ ରହିପାରିବ ନାହିଁ। ଶେଷରେ କଥାକୁ ବିଶ୍ରାମ ଦେଉଛି ଏବଂ ଆମର ଯେଉଁ ମେଳା ଚାଲିଛି 30 ତାରିଖଠୁ ମେଳା ଆରମ୍ଭ ହେଇଛି। ଏପର୍ଯ୍ୟନ୍ତ କୌଣସି କଥା କିଛି ହେଇନି। କେବଳ ଛୋଟ ଛୋଟ କଥା ସବୁ ଚନ୍ଦନ ଯାତ୍ରା ଟିକେ ହେଉଛି, ଏମିତି ସବୁ ହେଉଛି। ତେବେ 8 ଠାରୁ କାର୍ଯ୍ୟକ୍ରମଟା ସମ୍ପୂର୍ଣ୍ଣ ଭାବରେ ଚାଲିବ। ଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଦେଉଛି। ଯେଉଁମାନେ ଆସିବାକୁ ଇଚ୍ଛା କରିବେ ଆସିବେ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।